ମୁଁ କୁଞ୍ଜବିହାରୀ ସାମ୍ବାଦିକ ସଂଘର ଉପସଭାପତି ତଥା ଆଜି ଅନ୍ୱେଷା ତରଫରୁ 117ତମ ସାମୂହିକ ଜନ୍ମ ଦିବସ ପାଳନ ହେଉଛି ଆମର ଶାନ୍ତି ଭବନରେ। ତା ସହିତ ମାସିକିଆ ମାଗଣା ହାଟ ବି ଏଠି କାର୍ଯ୍ୟକ୍ରମ କରାଯାଉଛି, ଯେଉଁଟାକି ସାମାଜିକ ପ୍ରତିବଦ୍ଧତା ସ୍ୱରୂପ ଏହି କାର୍ଯ୍ୟକ୍ରମ କରାଯାଏ। ପ୍ରତ୍ୟେକ ମାସରେ ଅନ୍ୱେଷାର ତା'ର ଯେଉଁ ସାମାଜିକ ପ୍ରତିବଦ୍ଧତା, ଦାୟିତ୍ୱବୋଧ ଓ ସମାଜ ପ୍ରତି କିଛି କରିବାର ଯେଉଁ ଉଦ୍ଦେଶ୍ୟ, ସେଥିପାଇଁ ତ ତାକୁ ସହରର ସମସ୍ତଙ୍କ ଭିତରୁ ଅନନ୍ୟ କରି ରଖିଛି। ଆଜି ଆମ ଗହଣରେ ରାକେଶ ଭାଇ ଅଛନ୍ତି, ବିବେକ ତାଙ୍କ ପୁଅଙ୍କର ଜନ୍ମଦିନ ପାଇଁ ଏଠି ସମସ୍ତଙ୍କୁ କେତେ କରୁଛନ୍ତି। ବର୍ଷା ମ୍ୟାମ୍ ଆସିଛନ୍ତି, ଜଣେ ଶିକ୍ଷାବିତ୍, ଚେତନା ତାଙ୍କର ସାନ ସେ ମଧ୍ୟ ଉପସ୍ଥିତ ଅଛନ୍ତି। ଅନ୍ୱେଷା ଅଛି, ଦେବିକା ଅଛି, ରଞ୍ଜନ ଅଛି, ରବର୍ଟ ଅଛନ୍ତି, ସସ୍ମିତା ଅଛନ୍ତି, ଶିଷ୍ଟ ଦିବ୍ୟ ଜୋଶ ଯିଏକି ଆମକୁ ଏଥିରେ ସମ୍ପୂର୍ଣ୍ଣ ରୂପେ ସହଯୋଗ କରୁଛନ୍ତି। ଦୀପାଞ୍ଜନ ଘୋଷ ମଧ୍ୟ ଏଠି ଉପସ୍ଥିତ ରହିଛି, ଆମ ସମସ୍ତଙ୍କୁ ସହଯୋଗ କରୁଛନ୍ତି। ଆଶା ରଖୁଛି ଆଗାମୀ ଦିନରେ ଏହି ସାମାଜିକ ପ୍ରତିବଦ୍ଧତା, ସମାଜ ପ୍ରତି ଯେଉଁ ଦାୟିତ୍ୱବୋଧ ରହିଛି ଏହା ବଜାୟ ରଖିବ ଓ ଅନ୍ୟମାନଙ୍କ ପାଇଁ ନମସ୍କାର, ଜୟ ଜଗନ୍ନାଥ। नमस्कार, जय जगन्नाथ। आम मैंने बहुत खुशी अच्छु ये जगह को आसी कहीं आमर व्यस्तबहुल जीवन में आम मैंने एत हजि जाऊ कि जीवन छोट छोट खुशी भी आम मैंने हजई दू। से ही खुशीर संधान में आज अन्वेषा फाउंडेशन आम मान को नहीं आसी शांति भवन को, जो कि विभिन्न प्रकार लोक जो मैंने सतरे अवहेलित नुहति, दे आर रियली स्पेशल एंड ब्लेस्ड। आम आज सागर गहण आम समय बीते आम भी रियली ब्लेस्ड। से अन्वेषा फाउंडेशन को बहुत बहुत धन्यवाद, थैंक यू। यही उद्यम जारी रखु, आमती हस फुटे चलतु समस्त।